ଓଡ଼ିଶା ଭାରତର ଏକ ନିଷ୍ପେଷିତ ଓ ଅବହେଳିତ ରାଜ୍ୟ ଭାବରେ ଗଣିତ, ଯେଉଁଠାରେ ଅନେକ ପ୍ରକାରର ସମସ୍ୟା ଅଛି। ଏହା ସତ୍ତ୍ୱେ ଓଡ଼ିଶାରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଆଶ୍ଚର୍ଯ୍ୟ ସଦାବେଳେ ପର୍ଯ୍ୟଟକ ଓ ଐତିହାସିକମାନଙ୍କୁ ଆକୃଷ୍ଟ କରିଆସିଅଛି। ଆଜିର ବିଷୟରେ ମୁଁ ଆପଣମାନଙ୍କୁ ଓଡ଼ିଶାର କିଛି ଆଶ୍ଚର୍ଯ୍ୟ ବିଷୟରେ କହିବି, ଯାହା ଆପଣମାନଙ୍କୁ ପସନ୍ଦ ଆସିବ ବୋଲି ମୁଁ ଆଶା କରୁଛି। ମୋର ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ପସନ୍ଦ ଆସେ ତେବେ ଭିଡ଼ିଓଟିକୁ ଲାଇକ୍, କମେଣ୍ଟ ଓ ସେୟାର କରିବାକୁ ଭୁଲିବେ ନାହିଁ। ଓଡ଼ିଶାରେ ଦେଖାଯାଇଥିବା ସର୍ବପୁରାତନ ପୁରୁଣା ପଥରର ଚଟାଣ। ଆପଣମାନେ ଜାଣିଛନ୍ତି କି ଓଡ଼ିଶାରେ ଦେଖାଯାଇଥିବା ପଥରର ଚଟାଣ କେତେ ବର୍ଷର ପୁରୁଣା? ଯଦି ଆପଣମାନେ ଭାବୁଥିବେ ଏହି ପଥରର ଚଟାଣ 5000 ବା 10,000 ବର୍ଷର ପୁରୁଣା, ତେବେ ଆପଣମାନେ ଭୁଲ ଭାବୁଛନ୍ତି। ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ପଥର 3 ଅରବ ବର୍ଷ ତଳର ପୁରାତନ ପଥରର ଚଟାଣ। ଇତିହାସକାରଙ୍କ ମତରେ ପୃଥିବୀର ସଂରଚନାରେ ଏହାର ସ୍ଥାନ ଦ୍ୱିତୀୟ। ଅଷ୍ଟ୍ରେଲିଆରେ ଥିବା ପଥର ଚଟାଣ 4.4 ବିଲିୟନ ବର୍ଷ ତଳର ଅଟେ। ଏହି ପଥରର ଚଟାଣ ଓଡ଼ିଶାର କେନ୍ଦୁଝର ଜିଲ୍ଲାରେ ଅବସ୍ଥିତ। ମୁଁ ଆଶା କରୁଛି ଆପଣମାନେ ଏହା ଜାଣିଲା ପରେ ନିଶ୍ଚିତ ରୂପେ ସେହି ଜାଗାକୁ ଯିବା ପାଇଁ ମନ କରିପାରନ୍ତି ଓ ଏହାର ଅବସ୍ଥିତିକୁ ଦେଖି ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିପାରନ୍ତି। ଲିନିଂ ଟେମ୍ପୁଲ ବା ଝୁକା ହୁଆ ମନ୍ଦିର। ଓଡ଼ିଶାର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ ହୁମା ମନ୍ଦିର ପୃଥିବୀରେ ବିଖ୍ୟାତ। ଏହି ମନ୍ଦିର ଗୋଟିଏ ପଟକୁ ଢଳି କରି ରହିଛି। ଇତିହାସକାରଙ୍କ ମତରେ ଏହି ମନ୍ଦିର 1600 ବା 1700 ଶତାବ୍ଦୀରେ ନିର୍ମିତ ହୋଇଥିଲା। ଏହି ମନ୍ଦିର ବାସ୍ତୁକଳାରେ ପରିପୂର୍ଣ୍ଣ। ଏହି ମନ୍ଦିରଟି ଭଗବାନ ଶିବଙ୍କୁ ସମର୍ପିତ ଅଟେ। ଏହି ମନ୍ଦିରର ବାସ୍ତୁକଳା ପ୍ରତି ଆକୃଷ୍ଟ ବ୍ୟକ୍ତି ଓ ଇତିହାସକାରମାନେ ଆଜି ଏଠାରେ ଭିଡ଼ ଜମାଇଛନ୍ତି। ଏହା ସେମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି। ଯଦି କେବେ ସମୟ ହୁଏ ତେବେ ନିଶ୍ଚିତ ରୂପେ ଏହି ମନ୍ଦିରର ସୌନ୍ଦର୍ଯ୍ୟ ଉପଭୋଗ କରନ୍ତୁ, ଆନନ୍ଦ ଅନୁଭବ କରିବେ। ବିଶ୍ୱର ସବୁଠାରୁ ବଡ଼ ରୋଷେଇ ଘର। ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ପୃଥିବୀର ସବୁଠାରୁ ବଡ଼ ରୋଷେଇ ଘର ଓଡ଼ିଶାରେ ଅବସ୍ଥିତ। ପୁରୀ ନିଜର ବିଶ୍ୱବିଖ୍ୟାତ ରଥଯାତ୍ରା ପାଇଁ ପ୍ରସିଦ୍ଧ। ଏହି ପୁରୀ ମନ୍ଦିରରେ ପୃଥିବୀର ସବୁଠାରୁ ବଡ଼ ରୋଷେଇ ଘର ଅଛି, ଯେଉଁଠାରେ 32 ବଖରା ରୋଷେଇ ଘର, 250 ମାଟିର ପାତ୍ର, 600 ରୋଷେଇଆ ଓ 400 ସାହାଯ୍ୟକାରୀ ପ୍ରତିଦିନ ରୋଷେଇ କାର୍ଯ୍ୟ କରିଥାନ୍ତି। ଆହୁରି ଏକ ଆଶ୍ଚର୍ଯ୍ୟକର କଥା ହେଲା, ଏଠାରେ ରୋଷେଇ ଘରର ନିଆଁ କେବେ ବି ଲିଭି ନଥାଏ। ଯଦି ପ୍ରକୃତରେ ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଥାଏ, ତେବେ କେବେ ସମୟ ବାହାର କରି ଏହାର ଦର୍ଶନ କରନ୍ତୁ, ନିଶ୍ଚିନ୍ତ ଭାବେ ଆନନ୍ଦ ଅନୁଭବ କରିବେ। ଧଳା କୁମ୍ଭୀର। ଆପଣମାନେ କେବେ ଧଳା କୁମ୍ଭୀର ଦେଖିଛନ୍ତି କି? ଯଦି ନା, ତେବେ ଏହା ଆପଣଙ୍କ ପାଇଁ ଆଶ୍ଚର୍ଯ୍ୟର ବିଷୟ। ଭାରତରେ କେବଳ 2ଟି ମାତ୍ର ଧଳା କୁମ୍ଭୀର ଦେଖାଯାଆନ୍ତି, ଯାହାକି ଓଡ଼ିଶାର ଭିତରକନିକାରେ ଅବସ୍ଥିତ। ଭିତରକନିକା ଅଭୟାରଣ୍ୟ ନଦୀ, ଜଙ୍ଗଲ ଓ ଦୁର୍ଲଭ ବନ୍ୟଜନ୍ତୁରେ ଭରପୁର। କେବେ ସମୟ ବାହାର କରି ଏହି ମନୋରମ ଅଭୟାରଣ୍ୟର ମଜା ନିଅନ୍ତୁ। କୋଣାର୍କର ସୂର୍ଯ୍ୟ ମନ୍ଦିର। ବିଶ୍ୱ ଧରୋହରରେ ଓଡ଼ିଶାରୁ ଏକମାତ୍ର ସ୍ଥାନ ପାଇଥିବା ଜାଗା ହେଉଛି କୋଣାର୍କର ସୂର୍ଯ୍ୟ ମନ୍ଦିର। ଏହାର ବାସ୍ତୁଶିଳ୍ପ ଅତ୍ୟନ୍ତ ଚମତ୍କାର। ଏହାର ଆକାର ଏପରି ବନାଯାଇଛି ଯେ ଏହା ଦେଖିବାକୁ ଏକ ରଥ ପରି ଦେଖାଯାଏ। ଏହା ସହିତ ଦିନର ପ୍ରଥମ ସୂର୍ଯ୍ୟ କିରଣ ମନ୍ଦିରର ପ୍ରବେଶ ଦ୍ୱାରରେ ପଡ଼ିଥାଏ। ଏହାକୁ ବ୍ଲାକ୍ ପଗୋଡ଼ା ଭାବରେ ମଧ୍ୟ ଜଣାଯାଏ। ଏହା 1300 ଶତାବ୍ଦୀରେ ନିର୍ମିତ ହୋଇଥିଲା। ଏହି ମନ୍ଦିର ଅତ୍ୟନ୍ତ ସୁନ୍ଦର ଅଟେ। ତେଣୁ ଏହି ମନ୍ଦିରର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ କେବେ ହେଲେ ଭୁଲନ୍ତୁ ନାହିଁ। ଚାନ୍ଦିପୁର ବିଚ୍। ଏହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ, ଚାନ୍ଦିପୁର ବିଚ୍ ବେଳେବେଳେ ଅଦୃଶ୍ୟ ହୋଇଯାଏ। ଯେତେବେଳେ ସମୁଦ୍ରରେ ବଡ଼ ଜୁଆର ଆସେ, ସେତେବେଳେ ଏହି ବିଚ୍ଟି ଅଦୃଶ୍ୟ ହୋଇଯାଏ ଓ ଜୁଆର କମିଲେ ଏହା ପୁଣି ଦେଖାଯାଏ। ତେଣୁ ଏହାକୁ ହାଇଡ୍ ଆଣ୍ଡ ସିକ୍ ବିଚ୍ ନାମରେ ଜଣାଯାଏ। ଏହା ଫଟୋଗ୍ରାଫର ଓ ବିଚ୍ ପ୍ରେମୀଙ୍କୁ ବହୁତ ଆକୃଷ୍ଟ କରିଆସିଛି। ଓଡ଼ିଶାର କାଶ୍ମୀର।
ଏହା ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ ଯେ ଓଡ଼ିଶାରେ ପୁଣି ସ୍ନୋଫଲ୍ ବା ବରଫ ବର୍ଷା। ଆଜ୍ଞା ହଁ, ଦାରିଙ୍ଗିବାଡ଼ି ଓଡ଼ିଶାର କାଶ୍ମୀର ନାମରେ ଖ୍ୟାତ। ଏଠାରେ ଶୀତ ଋତୁରେ ସ୍ନୋଫଲ୍ ହୋଇଥାଏ। ଏହା ଏକ ସୁନ୍ଦର ହିଲ୍ ଷ୍ଟେସନ ମଧ୍ୟ। ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତ୍ୟନ୍ତ ସୁନ୍ଦର। ତେବେ ଶୀତ ଋତୁରେ ପ୍ଲାନ୍ କରନ୍ତୁ ଦାରିଙ୍ଗିବାଡ଼ି ଓ ଓଡ଼ିଶାର କାଶ୍ମୀରକୁ ଉପଭୋଗ କରିବା ପାଇଁ। ଆଶା କରୁଛି ବନ୍ଧୁଗଣ ଭିଡ଼ିଓଟି ଆପଣଙ୍କୁ ବହୁତ ପସନ୍ଦ ଆସିଥିବ। ଆପଣଙ୍କ ମତାମତ ଅପେକ୍ଷାରେ।